ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ପ୍ରାୟ ବହୁତ ଭଲରେ ଥିବେ। ତ ଦେଖନ୍ତୁ, ବର୍ତ୍ତମାନ CISF ତରଫରୁ 2025ର ନୋଟିଫିକେସନ୍ଟି ଆସିଛି, ଯାହାକି କନଷ୍ଟେବଲ୍ ଏବଂ କନଷ୍ଟେବଲ୍ ଡ୍ରାଇଭ୍ ପାଇଁ ବର୍ତ୍ତମାନ ପୋଷ୍ଟ ଭ୍ୟାକେନ୍ସିଟି ଖାଲି ରହିଛି, ଯାହାକି CISFରେ। ତ ଦେଖନ୍ତୁ, ଯେଉଁମାନେ 10ମ କ୍ଲାସ୍ ପାସ୍ କରିଛନ୍ତି, କେବଳ 10ମ କ୍ଲାସ୍ ପାସ୍ କରିଛନ୍ତି, ସେମାନେ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ତ ଦେଖନ୍ତୁ, ୟାର ଯଦି ଆମେ ଟୋଟାଲ୍ ଉପରେ ଭ୍ୟାକେନ୍ସି ଦେଖିବା, ଟୋଟାଲ୍ ଉପରେ ଭ୍ୟାକେନ୍ସିଟି ରହୁଛି 1124ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ତ ଏଇ ଭ୍ୟାକେନ୍ସିଟିକୁ ଆପଣ ଅନଲାଇନ୍ରେ ଆପ୍ଲାଏ କରିପାରିବେ। ତ ତେବେ ଚାଲନ୍ତୁ ଦେଖିବା ଏଇ ଭ୍ୟାକେନ୍ସିର ଆମେ ଡିଟେଲ୍ସ ଜାଣିନେବା। ତ ତା ପୂର୍ବରୁ କହି ରଖୁଛି, ଯଦି ଆପଣ ମୋ ଚ୍ୟାନେଲ୍ରେ ନୂଆ, ତାହେଲେ ଚ୍ୟାନେଲ୍କୁ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ଏମିତି ଲାଟେଷ୍ଟ ଅପଡେଟ୍ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତ ତେବେ ଚାଲନ୍ତୁ ଦେଖିବା ଏହି ନୋଟିଫିକେସନ୍ ମାଧ୍ୟମରେ ଆମେ ଡିଟେଲ୍ସ ଜାଣିନେବା। ତ ଯେମିତିକି ଦେଖନ୍ତୁ, ଏହି ନୋଟିଫିକେସନ୍ଟି ରହୁଛି CISF ତରଫରୁ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ତରଫରୁ ଏହି ନୋଟିଫିକେସନ୍ଟି ରହୁଛି। ବର୍ତ୍ତମାନ କନଷ୍ଟେବଲ୍ ଏବଂ ଡ୍ରାଇଭର ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ଖାଲି ରହିଛି। ତ ଯେଉଁମାନେ 10ମ କ୍ଲାସ୍ ପାସ୍ କରିଛନ୍ତି, କେବଳ 10ମ କ୍ଲାସ୍ ବି ପାସ୍ କରିଛନ୍ତି, ସେମାନେ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। କେବଳ ମେଲ୍ କ୍ୟାଣ୍ଡିଡେଟ୍ ହିଁ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ତ ତେବେ ଚାଲନ୍ତୁ ଦେଖିବା ଏହି ଭ୍ୟାକେନ୍ସିର ଆମେ ଡିଟେଲ୍ସ ଜାଣିନେବା। ତ ଏହାପରେ ଦେଖନ୍ତୁ, ଭ୍ୟାକେନ୍ସି ଡିଟେଲ୍ସ ସମ୍ପର୍କରେ ଦେଖନ୍ତୁ, ପୋଷ୍ଟ ନେମ୍ଟି ରହିବ କନଷ୍ଟେବଲ୍ ଏବଂ ଡ୍ରାଇଭର। ଦେଖନ୍ତୁ, ଟୋଟାଲ୍ ଉପରେ ଭ୍ୟାକେନ୍ସିଟି ରହୁଛି 850ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଏବଂ ଦେଖନ୍ତୁ, କନଷ୍ଟେବଲ୍ ଡ୍ରାଇଭ୍ କାପ୍ ପମ୍ପ ଅପରେଟର ପାଇଁ ଦେଖନ୍ତୁ, ଟୋଟାଲ୍ ଉପରେ ଭ୍ୟାକେନ୍ସି ରହୁଛି 279 ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଟୋଟାଲ୍ ଉପରେ ଭ୍ୟାକେନ୍ସିଟି ରହୁଛି 1124ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଏହାପରେ ନେକ୍ସଟ ଦେଖନ୍ତୁ, ଏଜ୍ ଲିମିଟ୍। ଏଜ୍ ଲିମିଟ୍ଟି ରହୁଛି ମିନିମମ୍ 21 ଇୟର୍ସ ଏବଂ ମ୍ୟାକ୍ସିମମ୍ ଏଜ୍ଟି ରହୁଛି 27 ଇୟର୍ସ। ଯଦି ଆପଣଙ୍କର 21ରୁ 27 ଇୟର୍ସ ମଧ୍ୟରେ ଆପଣଙ୍କର ଏଜ୍ ରହୁଛି ଏବଂ ଆପଣ ଯଦି 10ମ କ୍ଲାସ୍ ପାସ୍ କରିଛନ୍ତି, ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପଣ ଆପ୍ଲାଏ କରିପାରିବେ। ଏହିପରି ନେକ୍ସଟ ଦେଖନ୍ତୁ, ଏଜୁକେସନାଲ୍ କ୍ୱାଲିଫିକେସନ୍ ସମ୍ପର୍କରେ ମୁଁ ପ୍ରଥମରୁ କହିଲି, କ୍ୱାଲିଫିକେସନ୍ଟି କେବଳ 10ମ କ୍ଲାସ୍ ପାସ୍ ରହିଛି, ଯାହାକି ମାଟ୍ରିକୁଲେସନ୍ ରହୁଛି। ଏହାପରେ ନେକ୍ସଟ ଦେଖନ୍ତୁ, ସିଲେକ୍ସନ୍ ପ୍ରୋସେସ୍। ସିଲେକ୍ସନ୍ ପ୍ରୋସେସ୍ଟି ରହୁଛି ଆପଣଙ୍କର PET ଟେଷ୍ଟ ଏବଂ PST, ଯାହାକି ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ଟେଷ୍ଟ ରହୁଛି, ଏବଂ ତା ସହିତ ଆପଣଙ୍କର କମ୍ପ୍ୟୁଟର ବେସିକ୍ ରାଇଟିଂ ଏକ୍ଜାମିନେସନ୍ ରହିବ, ଯାହାକି OMR ଟାଇପ୍ ରହୁଛି। ଏବଂ ଦେଖନ୍ତୁ, ଏହାପରେ ଆପଣଙ୍କର DME, ଯାହାକି ଡିଟେଲ୍ଡ ମେଡ଼ିକାଲ୍ ଏକ୍ଜାମିନେସନ୍ ଏବଂ RME ରହୁଛି, ଯାହାକି ରିଭ୍ୟୁ ମେଡ଼ିକାଲ୍ ଏକ୍ଜାମିନେସନ୍ ଆପଣଙ୍କର ରହୁଛି। ଦେଖନ୍ତୁ, ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ଟେଷ୍ଟ ରହୁଛି। ଦେଖନ୍ତୁ, ହାଇଟ୍ ରହୁଛି, ଦେଖନ୍ତୁ ଜେନେରାଲ୍ EWS SC OBC କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ହାଇଟ୍ ରହୁଛି 167 ସେଣ୍ଟିମିଟର ଏବଂ ଚେଷ୍ଟ ରହୁଛି 80 ସେଣ୍ଟିମିଟର ଏବଂ ST କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ହାଇଟ୍ ରହୁଛି 160 ସେଣ୍ଟିମିଟର ଏବଂ ଚେଷ୍ଟ ରହୁଛି 76 ସେଣ୍ଟିମିଟର। ଏହାପରେ ନେକ୍ସଟ ଦେଖନ୍ତୁ, ଆପ୍ଲିକେସନ୍ ଫି। ଆପ୍ଲିକେସନ୍ ଫିଟି ରହୁଛି, ଦେଖନ୍ତୁ, UR EWS ଏବଂ OBC କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 100 ଟଙ୍କା ଫି ଦେବାକୁ ପଡ଼ିବ ଏବଂ SC ST EWS ESM କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଫି ଦେବାକୁ ପଡ଼ିବ ନାହିଁ, ସେମାନେ ଫ୍ରିରେ ଆପ୍ଲାଏ କରିପାରିବେ। ତ ଦେଖନ୍ତୁ, ପେମେଣ୍ଟ ମୋଡ଼୍ଟି ରହୁଛି ଅନଲାଇନ୍ରେ ଆପଣ ପେମେଣ୍ଟ କରିପାରିବେ। SBI ହେଉ କି ନେଟ୍ ବ୍ୟାଙ୍କିଂ ହେଉ, ଯେକୌଣସି ମୋଡ଼୍ରେ ଆପଣ ପେମେଣ୍ଟ କରିପାରିବେ। ପେମେଣ୍ଟ ମୋଡ଼୍ ରହୁଛି, ଯାହାକି ଅନଲାଇନ୍ରେ ଆପଣ ପେମେଣ୍ଟ କରିପାରିବେ। ତ ଯଦି ଆପଣ ସିଲେକ୍ସନ୍ ହେବେ, ତାହେଲେ ପର୍ ମନ୍ଥ ଆପଣଙ୍କର ଦରମାଟି ରହୁଛି 21,700ରୁ 69,100 ଟଙ୍କା ପର୍ ମନ୍ଥ ଆପଣ ଦରମା ପାଇପାରିବେ ଯଦି ଆପଣ ସିଲେକ୍ସନ୍ ହେଲେ। ଦେଖନ୍ତୁ, ଆବେଦନ ଷ୍ଟାର୍ଟ ଡେଟ୍ଟି ରହୁଛି 3/2/2025 ଏବଂ ଲାଷ୍ଟ ଡେଟ୍ଟି ରହୁଛି 4/3/2025 ଲାଷ୍ଟ ଡେଟ୍ଟି ରହୁଛି। ତ ମନେ ରହିଲା। ତ ଏଇ ଭ୍ୟାକେନ୍ସିଟିକୁ ଆପଣ ଅନଲାଇନ୍ରେ ଆପ୍ଲାଏ କରିପାରିବେ। ଅନଲାଇନ୍ ମୋଡ଼୍ ରହୁଛି, ଯାହାକି ଆପ୍ଲାଏ ମୋଡ଼୍ଟି। ତ ଏଇ ଭ୍ୟାକେନ୍ସିର ଡିଟେଲ୍ସ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ତ ଏଇ ନୋଟିଫିକେସନ୍ର PDFଟି ମୋ ଭିଡ଼ିଓର ଡିସ୍କ୍ରିପ୍ସନ୍ରେ ଏହାର ଲିଙ୍କଟି ମୁଁ ପ୍ରୋଭାଇଡ଼ କରିଦେବି। ସେଠୁ ଯାଇ ଡାଉନଲୋଡ଼ କରି ଆପଣ ଡିଟେଲ୍ସ ଭାବରେ ଦେଖିନେବେ। ତ ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଗୋଟେ ଆପଣ ଲାଇକ୍ କରିବେ ଏବଂ ତା ସହିତ ମୋ ଚ୍ୟାନେଲ୍କୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ।